ନାଗ ସାପର ଫେଣ ଦାନ୍ତରେ ଚାବି ଛିଣ୍ଡାଇ ଦେଲେ। ଗୁଣିଆଙ୍କ କଥାରେ ବିଶ୍ୱାସ କରି ସାପକୁ ହାତରେ ଧରିଲେ। ଡାକ୍ତରଖାନାରେ 24 ଘଣ୍ଟିଆ ନିରୀକ୍ଷଣ। ଝାରସୁଗୁଡ଼ା ଜିଲ୍ଲାର ବାମ୍ରାରେ ସାପ କାମୁଡ଼ିଲେ ଲୋକେ ସାପଠାରୁ ଦୂରେଇ ଯାଆନ୍ତି। ହେଲେ ଏଠାରେ ଘଟିଛି ଏହାର ସମ୍ପୂର୍ଣ୍ଣ ବିପରୀତ। ନାଗସାପ ଉପରେ ଗୋଡ଼ ପଡ଼ିଯିବା ପରେ ଭୟରେ ସାପଟିକୁ ହାତରେ ଧରି ତାହାର ଫଣାକୁ ଦାନ୍ତରେ ଚାବି ଛିଣ୍ଡାଇ ଦେଇଥିବା ଜଣେ ବ୍ୟକ୍ତି ଏବେ ଡାକ୍ତରଖାନାରେ। ଘଟଣାଟି ବାମ୍ରା ନିକଟ ପାକେଲପଡ଼ା କର୍ମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ କର୍ମାପଡ଼ାର ଧରମ ସିଂ ଖଡ଼ିଆ ରବିବାର ସନ୍ଧ୍ୟାରେ ନିଜ କ୍ଷେତକୁ ଯାଉଥିଲେ। ସେଠାରେ ରାସ୍ତାରେ ହଠାତ୍ ତାଙ୍କ ଗୋଡ଼ ଏକ ନାଗସାପ ଉପରେ ପଡ଼ିଯାଇଥିଲା। ଏଥିରେ ସାପଟି ଫଣା ଟେକି ଛିଡ଼ା ହୋଇଯିବାରୁ ସେ ଭୟଭୀତ ହୋଇପଡ଼ିଥିଲେ। ଧରମ ସିଂଙ୍କ କହିବା ଅନୁସାରେ ପୂର୍ବରୁ ଜଣେ ଗୁଣିଆ ତାଙ୍କୁ କହିଥିଲେ ଯେ କୌଣସି ସାପ କାମୁଡ଼ିଲେ ସାପକୁ ମଧ୍ୟ କାମୁଡ଼ିଦେଲେ ବିଷ ଲାଗେ ନାହିଁ। ଏହି କଥାକୁ ବିଶ୍ୱାସ କରି ସେ ଭୟରେ ନାଗସାପଟିକୁ ହାତରେ ଧରି ତାର ଫଣାକୁ ଦାନ୍ତରେ ଚାବି ଛିଣ୍ଡାଇ ଦେଇଥିବା ଜଣାପଡ଼ିଛି। ଏହାପରେ ସାପଟି ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମରିଯାଇଥିଲା। ଅନ୍ୟପକ୍ଷରେ ଘଟଣା ପରେ ଧରମ ସିଂ ମଧ୍ୟ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରଭୁପାଦ ମିଶ୍ର ଓ କୈଳାସ ପ୍ରଧାନ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା କୁହାଯାଇଥିଲେ ମଧ୍ୟ ସତର୍କତାମୂଳକ ଭାବେ ତାଙ୍କୁ 24 ଘଣ୍ଟା ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି। ତେବେ ସାପ କାମୁଡ଼ିଲେ ସାପକୁ କାମୁଡ଼ିଦେଲେ ବିଷ ଲାଗେ ନାହିଁ, ଏଭଳି ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତିକର। ଏହାକୁ ବିଶ୍ୱାସ କରିବା ଅତ୍ୟନ୍ତ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି। ସାପକୁ କାମୁଡ଼ିବା କିମ୍ବା ହାତରେ ଧରିବା ଦ୍ୱାରା ସାପ ବିଷର ପ୍ରଭାବରୁ ମଣିଷ ସୁରକ୍ଷିତ ହୋଇପାରେ ନାହିଁ। ବିଶେଷଜ୍ଞ ମତରେ ବିଷଧର ସାପ କାମୁଡ଼ିଲେ ଘରୋଇ ଉପଚାର, ଗୁଣିଆ କିମ୍ବା ଅନ୍ଧବିଶ୍ୱାସ ଉପରେ ନିର୍ଭର ନ କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେବା ହିଁ ସବୁଠାରୁ ଜରୁରୀ। ଏହି ଘଟଣା ଏକପଟେ ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରିଛି, ଅନ୍ୟପଟେ ସାପ କାମୁଡ଼ାକୁ ନେଇ ସମାଜରେ ରହିଥିବା ଅନ୍ଧବିଶ୍ୱାସ କେତେ ବିପଜ୍ଜନକ ହୋଇପାରେ ତାହାର ଏକ ଚେତାବନୀ ମଧ୍ୟ ଦେଇଛି।